ଯାତ୍ରା ଏଠି ମକର ସଂକ୍ରାନ୍ତି ବାସି ଦିନ ଯାତ୍ରାଟା ଅର୍ଗାନାଇଜ କରୁଛୁ ଆମେ। ଏଇଟା 5 ଦିନ ପ୍ରାୟ ଚାଲେ, କିନ୍ତୁ ଆଜି ବହୁତ ବଡ଼ ଯାତ୍ରା ଆଜି ଆକା ବେଶୀ ଲୋକ ଆସିଛନ୍ତି। ଆଉ ଗୋଟେ ରାମ ମନ୍ଦିର ବନା ହଉଛି, ସୀତା ମାଙ୍କର ମନ୍ଦିର ଅଛି, ହନୁମାନଙ୍କ ମନ୍ଦିର ଅଛି, ଆଉ ଏଠି ଈଶ୍ୱର ମନ୍ଦିର ଅଛି, ଆଉ ଏ ସବୁ ଅଛି। ବହୁତ ବାହାର ଲୋକ ଗୁଡାକ ଆସନ୍ତି, ମାଡ୍ରାସ ନେଇକି ଭୁବନେଶ୍ୱର ପର୍ଯ୍ୟନ୍ତ ଲୋକ ଗୁଡାକ ଆସନ୍ତି। ପାହାଡ଼ର ମହତ୍ଵ ହଉଛି ସୀତା ମା ଯେତେବେଳେ ରାବଣକୁ ବଧ କରିକିରି ରାମଚନ୍ଦ୍ର ଭଗବାନ ସମସ୍ତଙ୍କୁ ଧରିକିରି ଅଯୋଧ୍ୟା ଯିବା ବେଳକୁ ଏଇଟା ଗୋଟେ ରାତିଟି ମାନେ ଷ୍ଟେ କରିଥିଲେ। ତା ଦ୍ୱାରା ସୀତା ମାଙ୍କର ଏଠି ରହଣି ପାଇଁ ଗଙ୍ଗା ମାଙ୍କୁ ମଧ୍ୟ ଡାକିକିରି ଆମର ବଡ଼ ପାହାଡ଼ ଉପରେ ଗଙ୍ଗା ମାଙ୍କୁ ଅବସ୍ଥାନ କରିଥିଲେ। ସେଠି ପାଣି ଅଭାବରୁ ଗଙ୍ଗା ମା ସେଠି ସ୍ନାନ କରିଥିଲେ। ଆଉ ଏବଂ ତାପରେ ଏଠି ସେ ଯୋଉଦିନ ରହିଥିଲେ ସ୍ୱର୍ଗର ସବୁ ଦେବତା ମାନେ ରୂପ ବଦଳି କରିକିରି ନିଜେ ନିଜେ ରାମଚନ୍ଦ୍ରଙ୍କୁ ସୀତା ମାଙ୍କୁ ଦର୍ଶନ କରିବା ପାଇଁ ଆସିଥିଲେ। ତାପରେ ଏଠି ଗଲା ପରେ ଏଇଟା ସୀତା ମାଙ୍କର ଆମେ ତାଙ୍କର ଆଣ୍ଠୁ ଚିହ୍ନ ଅଛି ମନ୍ଦିରରେ। ଆଉ ଏଠାର ମହତ୍ଵ ହଉଛି, ମୂଳ ମହତ୍ଵ ହଉଛି ଇଏ ଆମର ପାହାଡ଼ ଚାରିଆଡ଼େ 40ଟା ଗାଁ ଅଛି। ସବୁ କୃଷକ ମାନେ ସେମାନେ ତାଙ୍କର ଧାନ କଟା ସରି ସରିଲା ପରେ ତାଙ୍କର ସବୁ ବନ୍ଧୁ ମିଳନ ଏଠାରେ ହୁଏ। ସେମାନଙ୍କର ମୈତ୍ର ବସନ୍ତି, ତାଙ୍କର ଛୁଆମାନଙ୍କୁ ବନ୍ଧୁବାନ୍ଧବ କରିକି ବାହାଘର ପ୍ରସ୍ତାବ ବି କରନ୍ତି। ଗଜପତି ଡିଷ୍ଟ୍ରିକ୍ଟର ଏଇଟା ସୀତା ପାହାଡ଼ ଗୋଟେ ପ୍ରଖ୍ୟାତ ପାହାଡ଼। ଏଠି ପ୍ରତିବର୍ଷ ମକର ସଂକ୍ରାନ୍ତି ଦିନ ଏଠି ବହୁତ ଆଡମ୍ବରରେ 3 ଦିନ ଧରି ମକର ମେଳା ହୁଏ। ଆଉ ବହୁତ ଦୂର ଦୂରାନ୍ତରୁ ଆନ୍ଧ୍ରପ୍ରଦେଶ ଏପଟେ ବ୍ରହ୍ମପୁର ଠାରୁ ଲୋକ ବି, ଶ୍ରୀକାକୁଲମ ଠାରୁ ଲୋକ ବି ବହୁତ ଲୋକ ଏଠି ଜମା ହୁଅନ୍ତି। ହଜାର ହଜାର ସଂଖ୍ୟାରେ ଲୋକ ଜମା ହୋଇ ଏଠି ଗୋଟେ ବହୁତ ବଡ଼ ଉତ୍ସବ ଅନୁଷ୍ଠିତ ହେଇକି ଆସୁଛି। ଆମେ ଛୋଟ ପିଲା ବେଳୁ ଦେଖି ଆସୁଛୁ। ଏଠିର ମେଳା ବହୁତ ପ୍ରଖ୍ୟାତ ଏବଂ କେଉଁ ଆହ୍ୱାନ କାଳରୁ ଏଇ ମେଳା ଚାଲି ଆସିଛି।